ନିର୍ବାଚନ ଖର୍ଚ୍ଚ ପରିଚାଳନା ସମ୍ପର୍କରେ ବିଭିନ୍ନ ଟିମ୍ ସହିତ ଆଲୋଚନା କଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଭାରତ ନିର୍ବାଚନ କମିଶନ ଦ୍ୱାରା ଗଜପତି ଜିଲ୍ଲା ଖର୍ଚ୍ଚ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଚଣ୍ଡିଗଡ଼ର ଭାରତୀୟ ରେଳଲେଖା ସେବା ଚନ୍ଦ୍ରିକା ଗର୍ଗ IRASଙ୍କ ଅଧ୍ୟକ୍ଷତାରେ ଏକ ଖର୍ଚ୍ଚ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଟିମ୍ଙ୍କ ସହିତ ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ଖୋଲାଯାଇଥିବା ଖର୍ଚ୍ଚ ସମ୍ବନ୍ଧୀୟ ଟିମ୍, ସିଭିଜିଲ୍ ମନିଟରିଂ ଟିମ୍, ଭିଡିଓ ସର୍ଭେଲାନ୍ସ ଟିମ୍, ଫ୍ଲାଇଂ ସ୍କ୍ୱାଡ୍, MCMC ଟିମ୍, କଣ୍ଟ୍ରୋଲ ରୁମ୍, ଭିଡିଓଗ୍ରାଫି ଟିମ୍ର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା ପାଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳର ନିୟୋଜିତ ସମସ୍ତ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହାସହ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ସଠିକ୍ ଭାବରେ କାର୍ଯ୍ୟ କରିବା ସହିତ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେଇ କାର୍ଯ୍ୟ କରିବାକୁ ପର୍ଯ୍ୟବେକ୍ଷକ ସମସ୍ତଙ୍କୁ କହିଥିଲେ। ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡକ୍ଟର ଗୁଣନିଧି ନାୟକ ନିର୍ବାଚନ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଉପସ୍ଥାପନ କରି ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।